ଆମେ ସାଇଲେନ୍ସ କରି ଆରମ୍ଭ କରିବା। ମାଙ୍କୁ ଆହ୍ୱାନ କରିବା। ମା। ମା। ଆମେ ଆଲୋଚନା ଆରମ୍ଭ କରିସାରିଛନ୍ତି ଚିରନ୍ତନୀ ବହିର ପୃଷ୍ଠା 242 ନିଜ ପରିବେଶ ନିଜେ ସୃଷ୍ଟିକର ପାର୍ଟ 2। ପାର୍ଟ 1 ଟା ଆମେ ଦୁଇଥରରେ ଆଲୋଚନା ସାରିଛନ୍ତି ଏବଂ ପାର୍ଟ 2 ର ବି କିଛି ଆଲୋଚନା ଗତ ଥର ହେଇଯାଇଥିଲା। ଆଜି ଆମେ ତା ପରଟା ଆଲୋଚନା କରିବା, କିନ୍ତୁ ଆମେ ଆଉ ଥରେ ଟିକେ ପଢିଦବା ମା କଣ କହିଛନ୍ତି, ତାପରେ ଆମେ ପୁଣି ଆଲୋଚନା ଆରମ୍ଭ କରିବା। ନିଜ ପରିବେଶ ନିଜ ସୃଷ୍ଟିକର ପାର୍ଟ 2 ରେ ମା କହିଥିଲେ, ଏଣୁ ତେଣୁ ବାଜେ ବହି ପଢିବା, ଏଣୁ ତେଣୁ ଲୋକଙ୍କ ସଙ୍ଗେ ଏଣୁ ତେଣୁ ଗପ ମାରିବା, ଏଣୁ ତେଣୁ କାମରେ ମାତିବା ପରିବର୍ତ୍ତେ ଯଦି ତୁମେ ଏପରି ଗ୍ରନ୍ଥ ସବୁ ପାଠ କର ଯାହାକି ତୁମକୁ ଠିକ୍ ବାଟରେ ନେଇଯିବାରେ ସହାୟକ ହେବ, ଏପରି କିଛି କାର୍ଯ୍ୟ କର ଯାହାକି ତୁମକୁ ଈଶ୍ୱର ଉପଲବ୍ଧି ପାଇଁ ଅନୁକୂଳ ହେବ, ତେବେ ତୁମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସମ୍ଭବ ହେବ। ଯଦି ତୁମ ଭିତରୁ ସବୁ ପ୍ରକାର କାମନା ବାସନା ଦୂର କରିଦିଅ, ସବୁ ପ୍ରକାର ପ୍ରବୃତ୍ତି ଓ ପ୍ରବେଗ ଗୁଡ଼ିକୁ ଦୂର କରିଦିଅ, ତୁମର ମାନସ ସତ୍ତାକୁ ପ୍ରଶାନ୍ତ ରଖ, ପ୍ରାଣ ସତ୍ତାକୁ ମନେଇ ପାର, ବାହାରୁ ଆସୁଥିବା ମନ୍ଦ ପରାମର୍ଶ ବା ପ୍ରଚୋଦନା ଗୁଡ଼ିକୁ ନିଜ ଭିତରକୁ ନ ନିଅ, ତୁମ ଚାରିପଟେ ଥିବା ଲୋକମାନଙ୍କ କ୍ରିୟାକଳାପ ଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହୁଅ, ତେବେ ତୁମେ ନିଶ୍ଚୟ ତୁମ ପାଇଁ ଏପରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ ଯାହାକୁ କିଛି ସ୍ପର୍ଶ କରିପାରିବ ନାହିଁ, ଏବଂ ଏହା ଆଉ ତୁମର ବାହ୍ୟ ପରିସ୍ଥିତି ଉପରେ ଆଦୌ ନିର୍ଭର କରିବ ନାହିଁ। ତୁମେ ଯେଉଁ ସାଂସାରିକ ପରିସ୍ଥିତିରେ ବଞ୍ଚୁଛ କିମ୍ବା ତୁମେ ଯେଉଁ ସାଂସାରିକ ଅବସ୍ଥାରେ ରହୁଛ, ତାହା ଆଉ ତୁମ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ, କାରଣ ତୁମେ ଏତେବେଳେ ତୁମ ନିଜର ଆଧ୍ୟାତ୍ମିକ ପରିବେଶ ଭିତରେ ନିରାପଦରେ ରହିପାରିଛ, ଏବଂ ଏହି ଭାବରେ ତୁମେ ତୁମର ଏହି ପରିବେଶଟିକୁ ଲାଭ କରିପାରିବ। ତୁମକୁ ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଜୀବନ ଆଡ଼କୁ ନିଜ ଜୀବନକୁ ସଳଖି ଦେବାକୁ ହେବ। ସେହି ଜୀବନ ବଞ୍ଚିବାରେ ଯେଉଁ ବହି ଆଲୋକ ଦେଖାଇ ପାରିବ ସେହି ସବୁ ବହି ପଢ଼, ସେହି ଦିଗକୁ ନେଇଯିବାରେ ଯେଉଁ ସବୁ କର୍ମ ତୁମକୁ ସାହାଯ୍ୟ କରିବ ସେହି ସବୁ କର୍ମ କର। ଏମିତି ଏମିତି କଥା, ତାହେଲେ ଯାଇ ତୁମେ ତୁମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ। ଏଥିରୁ ଆମେ କିଛି କିଛି ଆରମ୍ଭ କରିଦେଇଥିଲେ। ଆମେ ଏଣୁ ତେଣୁ ବାଜେ ବହି ପଢିବା ନାହିଁ, ଏଣୁ ତେଣୁ ଲୋକଙ୍କ ସଙ୍ଗେ ଏଣୁ ତେଣୁ ଗପ ମାରିବା ନାହିଁ, ଏଣୁ ତେଣୁ କାମରେ ଆମେ ମାତିବା ନାହିଁ, ସେଇ ସବୁ ଗ୍ରନ୍ଥ ସବୁ ପାଠ କରିବା ଯେଉଁଗୁଡ଼ିକ କି ଆମକୁ ଠିକ୍ ବାଟରେ ସହାୟକ ହେବ, ଏବଂ ସେଇ କାର୍ଯ୍ୟ କରିବା ଯେଉଁ କାର୍ଯ୍ୟ ଆମକୁ ଈଶ୍ୱର ଉପଲବ୍ଧି ପାଇଁ ସହାୟକ ହେବ, ତାହେଲେ ଆମେ ଆମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବା। ମା ଗୋଟି ଗୋଟି କରି ଆମ ଜୀବନର ପ୍ରତ୍ୟେକ ଷ୍ଟେପ୍ରେ, ପ୍ରତ୍ୟେକ ପଦକ୍ଷେପରେ କଣ କଣ ଛୋଟ ଛୋଟ ଜିନିଷ ବି କରିବାକୁ ପଡ଼ିବ, ମା ଆମକୁ କେତେ ଡିଟେଲ୍ସରେ କହୁଛନ୍ତି। ଆମେ ଅଲରେଡ଼ି ଏଇଟା ଆଲୋଚନା ସାରିଛନ୍ତି। ତାପରେ ଦେଖିବା ମା କଣ କହୁଛନ୍ତି। ମା କହୁଛନ୍ତି, ଯଦି ତୁମ ଭିତରୁ ସବୁ ପ୍ରକାର କାମନା ବାସନା ଦୂର କରିଦିଅ, ଏଇଟା ଆମେ ଆ ପୂର୍ବ ଥର ପାର୍ଟ 1 ରେ ବି ଆଲୋଚନା କରିଥିଲେ। ପାର୍ଟ 1 ରେ ବି ଆଲୋଚନା କରିଥିଲେ, ଯଦି ତୁମ ଭିତରୁ ସବୁ ପ୍ରକାର କାମନା ବାସନା ଦୂର କରିଦିଅ, ସବୁ ପ୍ରକାର ପ୍ରବୃତ୍ତି ପ୍ରବେଗ ଗୁଡ଼ିକୁ ଦୂର କରିଦିଅ, ତୁମର ମାନସ ସତ୍ତାକୁ ପ୍ରଶାନ୍ତ ରଖ, ପ୍ରାଣ ସତ୍ତାକୁ ମନେଇ ପାର। ଚାରିଟା କଥା ଏଠି କହୁଛନ୍ତି। ଦେଖନ୍ତୁ, କାମନା ବାସନାକୁ ଦୂର କରିବା ଏତେ ସହଜ ନୁହଁ, କିନ୍ତୁ ସହଜ ହବ। ତାର ସରଳ ଉପାୟ ହେଉଛି ଆମର ଜୀବନର ଯୋଉ ଲକ୍ଷ୍ୟ ସେଇଟା ସ୍ଥିର ହବ କଣ, ଯେ ନା ମୁଁ କେବଳ ମାଙ୍କୁ ପରିପ୍ରକାଶ କରିବାକୁ ଚାହେଁ। ଆମ ଜୀବନର ଲକ୍ଷ୍ୟ ଯେ ମୁଁ ମାଙ୍କୁ ପରିପ୍ରକାଶ କରିବାକୁ ଚାହେଁ, ଏଇ ଗୋଟିକ ହିଁ ମୋର ସବୁ ସମୟରେ ଯେମିତି ମତେ କବଳିତ କରି ରଖୁଥିବ। ଦେଖନ୍ତୁ, ବେଶୀ କରି କହିଲେ ତ ମୋ ନିଶ୍ୱାସ ପ୍ରଶ୍ୱାସରେ ବି ସେ ଚାଲୁଥିବେ, ଯେମିତି ମାଙ୍କ ବିନା ମୁଁ ବଞ୍ଚି ପାରୁନଥିବି। ମୁଁ ଯେତେବେଳେ ମୁଁ କହିବି ନାଇଁ ମା, ମୁଁ କେବଳ ତୁମକୁ ପରିପ୍ରକାଶ କରିବାକୁ ଚାହେଁ, ଏଇଟା ବାରମ୍ବାର 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 ନିଜକୁ ନିଜେ କହିବା ଫଳରେ ଆପଣ ଦେଖିବେ ଆପଣଙ୍କର କାମନା ବାସନା ଉପରେ ଗୋଟେ ଶିଥିଳତା ଆସିବ। ମୁଁ କାହିଁକି ଶିଥିଳତା କହୁଛି ନା, ଆପଣଙ୍କର ଆଉ ଜୋର ଦେବେନି ମୋର ଏଇଟା ମିଳିଲା ନ ମିଳିଲା,
ଆଉ ତା ଉପରକୁ ଆଉ ନଜର ଯିବ ନାହିଁ, ଧୀରେ 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 ନଜର ଯିବ ନାହିଁ। ଟିକେ ଟିକେ ଥିବ, ଏଇଟା ହେଲେ ଭଲ ହୁଅନ୍ତା। କିନ୍ତୁ ପୁଣି ଆହୁରି ଅଧିକରୁ ଅଧିକ ଯେତେ ମାଙ୍କୁ ଆବାହନ କରିବା ଯେ ମା, ମୁଁ କେବଳ ତୁମକୁ ପରିପ୍ରକାଶ କରିବାକୁ ଚାହେଁ, କେବଳ ତୁମେ ଆଉ କିଛି ନୁହଁ। ଏଇଟା ବାରମ୍ବାର ବାରମ୍ବାର, ମୁଁ କାହିଁକି ଏତେ ଥର କହୁଛି ବାରମ୍ବାର ଟାକୁ ବାରମ୍ବାର କହୁଛି ଏଇଥିପାଇଁ କହୁଛି ଯେ ଆମ ଚତୁଃପାର୍ଶ୍ଵରେ ଏତେ ଗୁଡେ ଶକ୍ତି ଅଛନ୍ତି, ଆମକୁ ସମସ୍ତେ ସବୁବେଳେ ଭିନ୍ନ ଭିନ୍ନ ପ୍ରକାରରେ ମନେଇବାରେ ବ୍ୟସ୍ତ। ଯୋଉଟା ପ୍ରତି ମୋର ଟିକେ ଲାଇକିଂ ଥିବ, ଯୋଉଟା ପ୍ରତି ମୋର ଟିକେ ଦୁର୍ବଳତା ଥିବ, ସେଇ ପ୍ରକାରର ପ୍ରଲୋଭନ ସବୁ ମୋ ପାଖରେ ଆସି ପହଞ୍ଚିବ। ଦେଖନ୍ତୁ, ମନେ କରାଯାଉ ଏଇଟା ଗୋଟେ ଭାରି କ୍ରିଟିକାଲ କଣ୍ଡିସନ ବା କ୍ରିଟିକାଲ ସମୟ ଆସି ପହଞ୍ଚେ। ଆପଣଙ୍କର ଦୁର୍ବଳତା ଅଛି, ଆପଣ ଛୋଟ ପିଲାଙ୍କୁ ଦେଖିଲେ ଆପଣ ଆପଣଙ୍କର ଯେତେ କାମ ଥାଉ ଆପଣ ବନ୍ଦ କରନ୍ତି ଏବଂ ତାଙ୍କ ପାଇଁ କିଛି କରିବା ପାଇଁ ଆପଣ ଇଚ୍ଛା କରନ୍ତି। କିମ୍ବା ଅନ୍ୟମାନ ଯେ କଷ୍ଟ ପାଆନ୍ତୁ, ଏ ପ୍ରକାରର ପ୍ରବୃତ୍ତି ଆପଣଙ୍କ ଭିତରେ ନାହିଁ। ଆପଣ ଚେଷ୍ଟା କରନ୍ତି ଯେ ଅନ୍ୟମାନେ କେମିତି କଷ୍ଟ ପାଆନ୍ତି ନାହିଁ। ଏଇ ଗୋଟେ ଦୁର୍ବଳତା। ମୁଁ କହୁନି ଏଇଟା ଭଲ କିମ୍ବା ଖରାପ, କଥାଟି ହଉଛି ଆମ ଭିତରେ କଣ ଦୁର୍ବଳତା ରହିଛି। ଏଇଠି ମନେ ପଡୁଛି ଅହିଂସା କଥା ନେଇକି ଯେତେବେଳେ ଉଠିଥିଲା, ସେତେବେଳେ ଶ୍ରୀଅନ୍ଦ କହିଲେ ତୁମେ ଯୋଉ ଅହିଂସା କରୁଛ ବୋଲି କହି ଅନଶନରେ ବସୁଛ, ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ, ହଙ୍ଗର ଷ୍ଟ୍ରାଇକ୍, ମୁଁ ଅହିଂସା କରୁଛି। କଣ ଅହିଂସା କରୁଛି? କାହାକୁ ବାଡା ବାଡି କରୁନି। କିନ୍ତୁ ଆପଣ ଯେତେବେଳେ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଅହିଂସା କରୁଛନ୍ତି ବୋଲି ତାକୁ କହୁଛନ୍ତି, ତାକୁ ପ୍ରଭୁ କହୁଛନ୍ତି ଏଇଟା ଅହିଂସା ନୁହଁ, ଏଇଟା ହଉଛି ବଡ ହିଂସା। କାହିଁକି? ଆପଣ କାହାକୁ ଟିକେ ବାଡେଇ ଦେଲେ ସେ ତ ହିଂସା। କିନ୍ତୁ ଯେତେବେଳେ ଆପଣ କହୁଛନ୍ତି ଯେ ମୁଁ ଖାଇବି ନାହିଁ, ବସିଲେ ହଙ୍ଗର ଷ୍ଟ୍ରାଇକ ରେ, ଯୋଉମାନଙ୍କର ଭଲ ଗୁଣ ଅଛି, ସତ୍ୱ ଗୁଣ ଅଛି, ସେମାନେ ଆପଣଙ୍କର କଷ୍ଟ ଦେଖି ସହିପାରିବେ ନାହିଁ। ତେଣୁ ଆପଣ ତାଙ୍କ ଉପରେ ଇମୋସନାଲ ଅତ୍ୟାଚାର କରୁନାହାନ୍ତି। ଏଇଟା ତ ହିଂସା ଠାରୁ ବଡ ହିଂସା ହେଇଗଲା। କାହିଁକିନା ତାକୁ ଆପଣ ମାନେ ବହୁତ କଷ୍ଟ ଦଉଛନ୍ତି, ସିଏ ବ୍ୟସ୍ତ ହେଇ ପଡିବ। ଆଉ ଯୋଉମାନେ ପଶୁ, ଯୋଉମାନଙ୍କର କିଛି ସ୍ପନ୍ଦନ ତାଙ୍କ ପାଖରେ ପହଞ୍ଚେନି, ବାହାରର ସ୍ପନ୍ଦନ, ସମାଜ କଣ ହେଲା ନାହିଁ, ଅନ୍ୟମାନଙ୍କର କଣ ହେଲା ନା ନାହିଁ, କେବଳ ସେମାନେ ନିଜ ଭିତରେ ବଞ୍ଚନ୍ତି ଏବଂ ପଶୁ ପ୍ରବୃତ୍ତିର ଉର୍ଦ୍ଧ୍ୱରେ ଥାନ୍ତି। ପ୍ରାଣ ନିମ୍ନ ପ୍ରାଣ ଦ୍ଵାରା ସେମାନେ କବଳିତ ହେଇଥାନ୍ତି ବା ପ୍ରାଣ ଶକ୍ତି ଦ୍ଵାରା କବଳିତ ହେଇଥାନ୍ତି। କେବଳ ନିଜକୁ ବ୍ୟତୀତ ଆଉ କିଛି ଦେଖନ୍ତି ନାହିଁ। ଆପଣ ସେତେବେଳେ ଖାଇଲେ କେତେ, ନ ଖାଇଲେ କେତେ, ଅନଶନ କରି ବସିଲେ କେତେ, ତାଙ୍କର କିଛି ଯାଏ ଆସେ ନାହିଁ। ଆଉ ସେମାନେ ଦେଖିବେ ଯେ ଆପଣଙ୍କର ଅନଶନ ଭାଙ୍ଗିଲେ ତାଙ୍କର ସ୍ୱାର୍ଥ ପୂରଣ ହବ କି ନାହିଁ, ଅନଶନରେ ବସିଲେ ତାଙ୍କ ସ୍ୱାର୍ଥ ପୂରଣ ହବ କି ନାହିଁ, ଯୋଉଥିରେ ସ୍ୱାର୍ଥ ପୂରଣ ହବ ସେଇଟାକୁ ସେ କରିବାକୁ ଦେବେ। କାହା ଉପରେ ଆପଣ ପ୍ରେସର ପକେଇବେ? ନା ଯୋଉମାନେ ସତ୍ୱ ଗୁଣରେ ପୂର୍ଣ୍ଣ, ସେମାନେ ଆପଣଙ୍କର କଷ୍ଟ ଦେଖି ସହିପାରିବେ ନାହିଁ। ତାମାନେ ଆପଣ ତାଙ୍କୁ ଅତ୍ୟାଚାର କରୁନାହାନ୍ତି, ଆପଣ ତାଙ୍କ ଉପରେ ବଡ ହିଂସା କଲେ ନାଇଁ। ହଉ, ତେଣୁ ଆମେ କଣ କରିବା, ଯେହେତୁ ଏଇଟା ଗୋଟେ ସମୟ ଆସି ପହଞ୍ଚେ, ମୋର ଦୁର୍ବଳତାକୁ ବ୍ୟବହାର କରି ବେଳେ ବେଳେ ମାଙ୍କର କାର୍ଯ୍ୟ ବାହାନା ଦେଖେଇ ଲୋକ କଣ କରନ୍ତି, ମତେ ବ୍ୟବହାର କରନ୍ତି ତାଙ୍କର ସ୍ୱାର୍ଥ ପୂର୍ତ୍ତି ପାଇଁ। ସେ ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ତେଣୁ ସେ ସବୁ ପ୍ରକାର ପ୍ରବୃତ୍ତି ଓ ପ୍ରବେଗ ଗୁଡ଼ିକୁ ଦୂର କରିଦିଅ କୁହାହଉଛି ଯେତେବେଳେ, ସେତେବେଳେ ଏ ପ୍ରକାରର ଯୋଉ ଦୁର୍ବଳତା ବି ରହିଛି ତାକୁ ବି ଦୂର କରିବାକୁ ପଡିବ। ତେଣୁ ଗୋଟିଏ ମାତ୍ରା ଆପଣଙ୍କର ସେତେବେଳେ ରହିବ, ମାଙ୍କୁ ବାରମ୍ବାର କହିବା, ମାଙ୍କୁ ପରିପ୍ରକାଶ କରିବା ପାଇଁ କେବଳ ମୋ ଭିତରେ ସଂକଳ୍ପ ରହିବ। କୌଣସି ବ୍ୟକ୍ତିକୁ ସନ୍ତୁଷ୍ଟ କରିବା ପାଇଁ ନୁହେଁ, କୌଣସି ବ୍ୟକ୍ତିକୁ ସନ୍ତୁଷ୍ଟ କରିବା ପାଇଁ ନୁହେଁ, କିମ୍ବା ନିଜ ଭିତରେ ଥିବା କୌଣସି ଗୁଣକୁ ସନ୍ତୁଷ୍ଟ କରିବା ପାଇଁ ନୁହେଁ। ସେଇଥିପାଇଁ ସତ୍ୱ ରଜ ତମ ତିନିଟା ଗୁଣ ଥିଲେ ମଧ୍ୟ ତା ଭିତରେ ସତ୍ୱ ଗୁଣଟି ଟିକେ ଅଧିକ ଉତ୍ତମ ଏବଂ କିଛି କାଂଶରେ ପ୍ରଥମ ପ୍ରଥମ ପଦକ୍ଷେପରେ
ଭଗବତ ଆଡକୁ ବା ଭଗବାନଙ୍କ ଆଡକୁ ବା ମାଙ୍କ ଆଡକୁ ଯିବା ପାଇଁ ସତ୍ୱ ଗୁଣ ଆମକୁ ସାହାଯ୍ୟ କରେ। କିନ୍ତୁ ଯଦି ସତ୍ୱ ଗୁଣକୁ ଜାବୁଡିକି ଧରିଲେ ତେବେ ସେ ହିଁ ମଧ୍ୟ ସମୟ ପଡିଲେ ଭଗବାନଙ୍କ ଠାରୁ ବା ଭଗବାନଙ୍କ ସହିତ ଆମର ସମ୍ପର୍କକୁ ଟିକେ ଶିଥିଳ କରିଦବ। ତେଣୁ ସବୁ ପ୍ରକାର ପ୍ରବୃତ୍ତି ପ୍ରବେଗ ଗୁଡିକ ଆମ ଭିତରେ ଯାହା ଆସୁଛି, ଯାହା ମତେ ପରିଚାଳିତ କରିନଉଛି, ତାହା ମତେ କେବଳ ମାଙ୍କ ଆଡକୁ ନେଇଯିବା ଦରକାର। ନହେଲେ ଅନ୍ୟ ସବୁ ପ୍ରବୃତ୍ତି ପ୍ରବେଗ ଗୁଡିକୁ ଦୂର କରିଦବ। ଏଇଟା ହଉଛି ଗୋଟେ ବିରାଟ କାମଟେ, ବିରାଟ କାମ। ଅନେକ ପ୍ରବୃତ୍ତି ପ୍ରବେଗ ଆମର ନିମ୍ନ ପ୍ରାଣରୁ ଆସେ। ଆମକୁ ମନ ଆମକୁ ମନ ଗୋଟେ ଏମିତି ଗୋଟେ ଯନ୍ତ୍ର, ଯିଏ ପ୍ରାଣ ଯାହା ଚାହୁଁଥିବ ତାରି ସପକ୍ଷରେ ଆପଣଙ୍କୁ ଯୁକ୍ତି ଦେଖେଇବ ଏବଂ ବଢିଆ ବଢିଆ ଯୁକ୍ତି ଆଣି ଥୋଇବ। ଆପଣ ଦେଖିବେ ହଁ ତ କିଛି ତ ଭୁଲ କଥା ନୁହଁ, ପୁରା ଲଜିକାଲି ଆଣି ଥୋଇବ, ପ୍ରମାଣ ସହିତ ଥୋଇବ। ତେଣୁ ସେଇଥିପାଇଁ ମା କହୁଛନ୍ତି ତୁମର ମାନସ ସତ୍ତାକୁ ପ୍ରଶାନ୍ତ ରଖ। କାହିଁକିନା ମନ କଣ କରେ? ମନର କାମ ହଉଛି ଚିନ୍ତା କରିବ, ବିଚାର କରିବ, ଆଲୋଚନା କରିବ, ପର୍ଯ୍ୟବେକ୍ଷଣ କରିବ, ନିରୀକ୍ଷଣ କରିବ, ଶେଷକୁ ସେ ଗୋଟେ ସିଦ୍ଧାନ୍ତ ନବ। ତା କାମଟା ହେଲା ଏବେ। ତେଣୁ ସିଏ ସବୁବେଳେ କଣ, ସେ ତାହେଲେ ତାର ମେରୁଦଣ୍ଡଟି ବା ତାର ମାପକାଠିଟି, ଆମେ ଯୋଉଟା ମେରୁଦଣ୍ଡ କହୁଛୁ ମାନେ ତାର ମାପକାଠିଟି, କୋଉ ମାପକାଠିରେ ସିଏ ବିଚାର କରିବ, କୋଉ ମାପକାଠିକୁ ଧରି ସିଏ ନିରୀକ୍ଷଣ କରିବ, କୋଉ ମାପକାଠିକୁ ଧରି ସିଏ ସିଦ୍ଧାନ୍ତ ନବ, ତାର ଯେତିକି ଜ୍ଞାନ ଅଛି, ତା ଚତୁଃପାର୍ଶ୍ୱରେ ସେ ଯେତିକି ଦେଖିଛି। କିନ୍ତୁ ସତ୍ୟ କଣ ସେତିକି କି? ଆପଣ ଯେତିକି ଦେଖୁଛନ୍ତି ସେତିକି କଣ ସତ୍ୟ କି? ବେଳେ 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 କାହିଁ, ଆମର ତ ଢଗ ରହିଛି, ଲୋକ ସାଙ୍ଗେ ସାଙ୍ଗେ କୁହନ୍ତି ଯାହା ନ ଦେଖିଛ ବେନି ନୟନେ ପରତ ନ ଯିବ ଗୁରୁ ବଚନେ। ଏପରି ଗୁରୁ ବି କହିଲେ ତମେ ଯାହା ଆଖିରେ ନ ଦେଖିଛ ସେଥିରେ ବିଶ୍ୱାସ ଯିବ ନାହିଁ। ଆକ୍ଚୁଆଲି ଏଇଟା କଣ ପାଇଁ କୁହାଯାଇଥିଲା? ଏଇଟା ଏଇଥିପାଇଁ କୁହାଯାଇଥିଲା ଯେ ନିଜେ ନିଜେ ଅଭ୍ୟାସ କରି ସବୁ ଜିନିଷକୁ ବା ପ୍ରତ୍ୟେକ ଘଟଣାର ଯୋଉ ଉତ୍ସକୁ ନିଜେ ଅନୁଭବ କରିବା ଦରକାର। କେବଳ ବାହାରୁ କିଏ କହିଦେଲେ ତାକୁ ବିଶ୍ୱାସ କରିବା କଥା ନୁହଁ ବୋଲି ଏଇ ଅର୍ଥରେ କୁହାହେଇଥିଲା। କିନ୍ତୁ ଆମେ ତାକୁ କୋଉ ଅର୍ଥରେ ଗ୍ରହଣ କରି ନେଇ ଗଲୁ ନା, ମୁଁ ଯଦି ଦେଖିନେଇ ତାହେଲେ ତମେ ଯାହା କହୁଛ ସବୁ ମିଛ। କହନ୍ତିନି, ମୁଁ ଯଦି ଦେଖିନାହିଁ ଆମେରିକା ତାହେଲେ ଆମେରିକା ନାହିଁ, ମୁଁ ଯଦି ଦେଖି ନାହିଁ ଗୋଟେ ଜାଗା ଦେଖି ନାହିଁ ତାହେଲେ ସେ ଜାଗା ନାହିଁ। ଏଇ ପ୍ରକାରର ଅର୍ଥରେ ଆମେ ତାକୁ ବ୍ୟବହାର କରୁ। ଏଠି କିନ୍ତୁ ସେଇଠି କୁହାହଉଛି କଣ, ମନ କଣ କରେ, ସେଇ ସୀମିତ ତାର ଜ୍ଞାନ, ସୀମିତ ଅନୁଭବ, ସୀମିତ ପର୍ଯ୍ୟବେକ୍ଷଣ, ତାକୁ ନେଇକରି ସେ କଣ କରେ, ତାର ସିଦ୍ଧାନ୍ତ ଦିଏ। ଏବଂ ପ୍ରାଣ ଦ୍ୱାରା ମଧ୍ୟ ଅନେକ ସମୟରେ ମନ ପରିଚାଳିତ ହୁଏ। ଅହଂକୁ ସାବ୍ୟସ୍ତ କରିବା ପାଇଁ ମନ ମଧ୍ୟ ଯୁକ୍ତି ତର୍କ ଦେଖାଏ। ତେଣୁ ମନକୁ ସାଇଲେନ୍ସ ରଖିବ, ପ୍ରଶାନ୍ତ ରଖିବ। ମନକୁ ପ୍ରଶାନ୍ତ ରଖିବାକୁ ଯେତେବେଳେ ହବ, ସେତେବେଳେ ଆମେ ଯଦି 12 ନମ୍ବର ଭଲ୍ୟୁମ ଯାଇ ଦେଖିବା, ମା କେତେ ଗୁଡେ ଉପାୟ କହୁଛନ୍ତି। ସେଥିପାଇଁ କହୁଛନ୍ତି କଣ କରିବେ, ମାନସ ସତ୍ତାକୁ ପ୍ରଶାନ୍ତ ରଖିବାକୁ ହେଲେ ମନକୁ ଏକାଗ୍ର କରିବ, ମନକୁ ବିସ୍ତାର କରିବ। ଏଇ ସବୁ ଜିନିଷ ଆମ କରିବ। ମନକୁ ବିସ୍ତାର କରିବା ପାଇଁ ବଢିଆ ଉପାୟ କହିଲେ। କହିଲେ ଯଦି ତୁମ ପାଖରେ ସମୁଦ୍ର ରହିଛି, ତାହେଲେ ସମୁଦ୍ର ପାଖରେ ଯାଇ ସମୁଦ୍ରର ଯୋଉ ବିଶାଳ ଜଳରାଶି, ସେ କେତେ ଦିଗନ୍ତ ବିସ୍ତାର ରହିଛି ତାରି ଉପରେ ଏକାଗ୍ର ହୁଅ। ଧୀରେ 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 ମନ ବହୁତ ବିସ୍ତାର ହବା ପାଇଁ ସେଥିରୁ ସେ ପାଇଯିବ ଖୋରାକ। ଧୀରେ ଧୀରେ ପ୍ରଶାନ୍ତ। ଯଦି ନାହିଁ ତାହେଲେ ଠିକ ଅଛି, ଖୋଲା ଆକାଶକୁ ପଳାଅ, ଛାତ ଉପରକୁ ପଳାଅ, ଆକାଶକୁ ଚାହଁ, ବିଶାଳ ବିରାଟ ଆକାଶ। କିମ୍ବା ଗଛ ତଳେ ବସ, ଗୋଟେ ଶାନ୍ତିରେ ବସ, ବସିକି ଗଛର ବିଶାଳ ଦେଖନ୍ତୁ, ଗଛର କେତେ ପତ୍ର, ଗୋଟେ ବଡ ଗଛ ଝଙ୍କାଳିଆ ଗଛ ପାଖକୁ ଯିବ, କେତେ ଛୋଟ 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 ପତ୍ର, କେତେ ଚଢେଇ, କେତେ ଜୀବଜନ୍ତୁ ତା ଭିତରେ ରହିଛନ୍ତି, ତାକୁ ସେ ଚାହିଁ 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 ତା ଭିତରେ ନିଜକୁ ବୁଡେଇ ଦିଅ। ତାହେଲେ ବିସ୍ତାର ହେଇଯିବ। ଏଇ ସବୁ ଜିନିଷକୁ ଧୀରେ ଧୀରେ କଲେ, ତାପରେ ଆଉ ଗୋଟେ କେତେ ଗୋଟେ ଜିନିଷ ଆମେ ଜାଣିବା ବି, ଜାଣିଲେ ଧୀରେ ଧୀରେ
ସେଇଥିପାଇଁ ବାରମ୍ବାର ବହି ପଢିବା ପାଇଁ କୁହାହଉଛି। ସେ ବହି ପଢନ୍ତୁ ଯୋଉ ଯୋଉ ବହି ଗୁଡିକ ଆମକୁ ଅ, ଆମର ଅଗ୍ରଗତିରେ ସାହାଯ୍ୟ କରିବ। ଯେତେ ଅଧିକରୁ ଅଧିକ ପଢିବେ ଦେଖିବେ ଯେ ମନ ଆହୁରି କେତେ ଜ୍ଞାନ ହାସଲ କରିବାର ଅଛି। ଯେତେବେଳେ ଅଧିକ ଏତେ କଥା ଆଉ ଅଛି ବୋଲି ମନ ଜାଣିବ, ସେ ମନ ସେଠି କଣ ହବ, ନୀରବ ହେଇଯିବ। କହିବ ରେ ବାବା ମୁଁ ଯୋଉ ଭାବିଥିଲି ମୁଁ ଜ୍ଞାନୀ ବୋଲି, ଏତେ କଥା ଆହୁରି ଅଛି। ମନ ସେଠି ନୀରବ ହେଇଯିବ। ନହେଲେ ଆମେ ଯେତିକି ଜାଣିଥିବୁ ସେତିକିରେ ଭାରି ଗର୍ବ କରୁ। ହେଁ ସରଫରି ଫରଫରା ଦେଇତି କହନ୍ତିନି, ସେ ଫଟଫଟ 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 ହବ। କିନ୍ତୁ ବଡ ବଡ ମାଛ ମାନେ ଗଭୀର ଜଳ ଭିତରେ ନୀରବରେ ଶାନ୍ତରେ ରହିଥାନ୍ତି। ତେଣୁ ଆମେ ଜାଣି ରଖିବା ଉଚିତ ମନର ଉର୍ଦ୍ଧ୍ୱ ସ୍ତରରେ ଏମିତି ଏକ ଜଗତ ରହିଛି ଯୋଉଠି ଚିନ୍ତା ଆଦୌ ନାହିଁ। ଚିନ୍ତା ନାହିଁ। ଆମେ ବର୍ତ୍ତମାନ ଚିନ୍ତା ଭାବନା ବିନା ଯେ ସମ୍ଭବ ବଞ୍ଚିବା, ଆମକୁ ଏବେ ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ସମ୍ଭବ। ତେଣୁ ମାନସ ସତ୍ତାକୁ ପ୍ରଶାନ୍ତ ରଖ। ତାପରେ କହୁଛନ୍ତି ପ୍ରାଣ ସତ୍ତାକୁ ମନେଇ ପାର। ପ୍ରାଣ ସତ୍ତା କଣ କରିବା? ଆମେ ତ ଯେହେତୁ ପ୍ରକୃତିରୁ ଆସିଛନ୍ତି, ଅଜ୍ଞାନ ଏଇ ଯୋଉ ଅଜ୍ଞାନତା ଭିତରୁ ଆମେ ଜନ୍ମଗ୍ରହଣ କରିଛନ୍ତି, ଏବଂ ତେଣୁ ଅବଚେତନାରୁ ନିଶ୍ଚେତନାରୁ ବିଶେଷ କରି ବର୍ତ୍ତମାନ ଅବଚେତନାରୁ ଅନେକ ପ୍ରବୃତ୍ତି ଆମକୁ କଣ କରୁଛି, ପରିଚାଳିତ କରୁଛି। ସେଇ ପ୍ରବୃତ୍ତି ପ୍ରବେଗ ଗୁଡିକ ଯୋଉଟା ଲେଖା ହେଇନି ଦୂର କରିଦିଅ, ସେଇଥିପାଇଁ ଲେଖା ହେଇ ତାକୁ ଦୂର କରିବାକୁ ଗଲେ ସେ ଏତେ ଶୀଘ୍ର ଦୂର ହେଇପାରେନି। ତେଣୁ ତାକୁ ମାନେ କେମିତି ନିୟନ୍ତ୍ରଣ କରିବ। ପ୍ରାଣ ଯେତେବେଳେ ଭିନ୍ନ ଭିନ୍ନ ସ୍ପନ୍ଦନରେ ସ୍ପନ୍ଦିତ ହବ, ସେଇ ସମୟରେ ଆମେ ମାଙ୍କୁ ଆହ୍ୱାନ କରି ମନକୁ ବ୍ୟବହାର କରି ତାକୁ ବୁଝେଇବା। ଦେଖନ୍ତୁ ଗୋଟେ ଗୋଟେ କଥା ଦେଖନ୍ତୁ, ଘରେ ମନେ କରାଯାଉ ଆପଣ ଜଣେ ମା ଜଣେ ଘରେ ଯଦି ଅଳ୍ପ ଖାଦ୍ୟ ଅଛି, ଆପଣ କଣ କରନ୍ତି ନା ନିଜେ ପଛେ ଭୋକରେ ରୁହନ୍ତି, ପିଲାକୁ ଖାଇବାକୁ ଦିଅନ୍ତି ଏବଂ ସ୍ୱାମୀକୁ ଖାଇବାକୁ ଦିଅନ୍ତି, ହେଲେ ନିଜେ ଭୋକରେ ରୁହନ୍ତି। କିନ୍ତୁ ସେଇ ଭୋକରେ ରହିଲେ ସେତେବେଳେ ଆପଣ ବ୍ୟସ୍ତ ହୁଅନ୍ତି। କିନ୍ତୁ ଆପଣ କୋଉ ଗୋଟେ ଜାଗାକୁ ଯାଇଛନ୍ତି, ଅନ୍ୟ ଜଣଙ୍କ ଘରକୁ ଯାଇଛନ୍ତି ଏବଂ ସିଏ ଆପଣଙ୍କୁ ଖାଇବାକୁ ଦେଇନାହାନ୍ତି, ଆପଣ ସେଠି ଚିତ୍କାର କରନ୍ତି, ପୁରା ମାନେ ଏପଟ ସେପଟ କରିଦିଅନ୍ତି। କଣ ଗୋଟା ଘରକୁ ଯାଇଥିଲି ଖାଇବାକୁ ଦେଲେ ନାଇଁ, ଇଏ କଲେନି ସେ କଲେନି। ଭୋକରେ ରହିବା, ସେ ସମୟରେ ଆପଣ ଭୋକରେ ରହିପାରନ୍ତି, କିନ୍ତୁ ଏ ସମୟରେ ଆପଣ ପ୍ରତିକ୍ରିୟା କରନ୍ତି। ଏଇ ଯୋଉ ଭିନ୍ନ ଭିନ୍ନ ସେ ସମୟରେ କଣ ହେଲା, ନା ଆପଣ ନିଜେ ନିଜକୁ ବୁଝେଇ ଦେଲେ, ଯେହେତୁ ମୋ ଛୁଆ ଗୁଡାକ ତ ସେମାନେ ଖାଆନ୍ତୁ ନାହିଁ ତ ମୁଁ ପଛେ ଭୋକରେ ରହିଯିବି ଆଉ। ଆପଣ ଯେମିତି ନିଜକୁ ମନେଇଲେ ନା, ସେମିତି ପ୍ରାଣର ଯେତେବେଳେ ପ୍ରବୃତ୍ତି ସବୁ ଆସିବ, ତାକୁ ଆପଣ ମନେଇବେ। ଆପଣଙ୍କ ଭିତରେ କ୍ରୋଧ ଆସିଯାଉଛି, ଆପଣ ଗୋଟେ ଅନେକ ସମୟରେ ହୁଏ, ମୁଁ ଠିକରେ ଅଛି ସେ ଭୁଲରେ ଅଛି, ରାଗ ଆସିଯାଏ। କିମ୍ବା ମୁଁ ଯାହା ଚାହୁଁଥିଲି ସେ କଲା ନାହିଁ, ମତେ ରାଗ ଆସିଯାଏ। ସେ ସମୟରେ ମଧ୍ୟ ଆପଣଙ୍କର ନିଜକୁ ନିୟନ୍ତ୍ରଣ କରିବେ, ମନେଇବେ ଯେ ମୁଁ ପ୍ରତିକ୍ରିୟା ଟା ଏତେ ତୀବ୍ର ଭାବରେ ଦେଖେଇବା ଆବଶ୍ୟକ ନାହିଁ। ମୁଁ ଟିକେ ନିଜକୁ ସଂଯତ କରିବି, ତାକୁ ପ୍ରାଣସତ୍ତାକୁ ମନେଇବା। ଏମିତି ସବୁ ସମୟରେ ଯେତେ ପ୍ରକାର ପ୍ରବୃତ୍ତି ଆମର ରହିଛି, ଯେତେ ପ୍ରକାରର ଗତିବିଧି ଆମ ଭିତରେ ପ୍ରାଣ ସତ୍ତାରୁ ନିମ୍ନ ପ୍ରାଣରୁ ଆସୁଛି, ତାକୁ ଆମକୁ ଇଭିନ ଆହୁରି ଗୋଟେ କଥା ଦେଖିବେ, ବେଳେ ବେଳେ ଅତି ଉତ୍ସାହ ହେଇକି ଅନେକ ଗୁଡେ ଆମେ କାମ କରୁ। ତେଣୁ ସେତେବେଳେ ମଧ୍ୟ ପ୍ରାଣସତ୍ତାକୁ ମନେଇବେ ଯେ ସମୟ କଣ କହୁଛି, ଏଇ ସମୟଟା ବର୍ତ୍ତମାନ କଣ କହୁଛି। ତେଣୁ ସେଇ ଅନୁସାରେ ଆପଣ ନିଜକୁ ପ୍ରସ୍ତୁତ କରିବେ, ପ୍ରାଣସତ୍ତାକୁ ମନେଇବେ। ଦେଖନ୍ତୁ ବିଷାଦ ନିମ୍ନ ପ୍ରାଣର ଯୋଉ ଗୁଣ ଗୁଡିକ ଯେତେବେଳେ ଆସୁଛି, ପ୍ରବୃତ୍ତି ଆସୁଛି, ସେତେବେଳେ ବି ପ୍ରାଣସତ୍ତାକୁ ମନେଇବେ। ଆଉ ଯେତେବେଳେ ଅତି ଉତ୍ସାହ ହେଇଯାଉଛନ୍ତି, ସେତେବେଳେ ବି ଆପଣ ଦେଖିବେ ପ୍ରାୟୋରିଟି ଦେଖିବେ, ସମୟ ଦେଖିବେ, ଏ ସବୁ ଜିନିଷକୁ ଦେଖିବେ। କାହିଁକି ନା ଆଉ ଗୋଟେ କଥା ମନେ ରଖିବା, ଆମେ ମା ଲେଖୁଛନ୍ତି ଯେହେତୁ ଆମେ ରୂପାନ୍ତର ଆମର ହଉଛି ବର୍ତ୍ତମାନ ପାଇଁ ଫାଷ୍ଟ ଷ୍ଟେପ। ଫାଷ୍ଟ ଷ୍ଟେପ ହଉଛି ରୂପାନ୍ତର ହବା, ତାପରେ ଭଗବାନ ଯାହା ଚାହିଁବେ ପୁଣି ଆମକୁ ସେଇ ଅନୁସାରେ ଆମକୁ ପରିପ୍ରକାଶିତ ହବାକୁ ପଡିବ। ସେଥିରେ ପ୍ରାଣ ଯଦି ସହଯୋଗ କରିବ ନାହିଁ, ତାହେଲେ ଆଗେଇ ହବ ନାହିଁ। ଆଉ ଯଦି ପ୍ରାଣ ସହଯୋଗ କରେ, ତେବେ ତୀବ୍ର ଭାବରେ ଆପଣ ଆଗେଇ ଯିବେ। ନହେଲେ ପ୍ରାଣ କଣ କରିବ, ବିରୋଧ କରିବ, ପ୍ରାଣ କାର୍ଯ୍ୟ କରେଇ ଦବ ନାହିଁ। ତେଣୁ ଆମେ ପ୍ରାଣସତ୍ତାକୁ ମନେଇବା। ବାହାରୁ ଆସୁଥିବା ମନ୍ଦ ପରାମର୍ଶ ବା ପ୍ରଚୋଦନା ଗୁଡିକୁ ନିଜ ଭିତରକୁ ନ ନିଅ।
ଏଇଟା ଗୋଟେ ଭାରି ଟେକ୍ନିକାଲ କଥାଟା। ବାହାରୁ ଯୋଉ ପରାମର୍ଶ ଆସୁଛି ସେଇଟା ମନ୍ଦ ବୋଲି ଆଗ ଜାଣିବ କେମିତି? ବାହାରୁ ଯୋଉ ଆସୁଛି ଯୋଉ ପ୍ରଚୋଦନା ଗୁଡିକ ସେଇଟା ମନ୍ଦ ପ୍ରଚୋଦନା ବୋଲି କେମିତି ଜାଣିବ? ଏଇଠି ଆସିଲା ମୂଳ କଥା, ତମର ମାପକାଠି କଣ? ତୁମର ମାପକାଠି ଯଦି ଅଗ୍ରଗତି, ତୁମର ମାପକାଠି ଯଦି ବିସ୍ତାରତା, ତୁମର ମାପକାଠି ଯଦି ମା ନିଜେ, ମା ସମସ୍ତଙ୍କ ଭିତରେ ଅଛନ୍ତି, ତେଣୁ ମୁଁ ନିଜକୁ କେମିତି ପ୍ରତିଷ୍ଠିତ କରିପାରିବି? ଯଦି ତୁମର ମାପକାଠି ଯଦି ବିସ୍ତାରତା ବିଶାଳତା, ମା ଭଗବାନ, ଇ ଯଦି ତୁମର ମାପକାଠି ରହିଲା, ତେବେ ସେଇ ମାପକାଠିକୁ ଯୋଉ ଯୋଉ ପରାମର୍ଶ, ଯୋଉ ଯୋଉ ପ୍ରଚୋଦନା ଗୁଡିକ ବିରୋଧ କରୁଛି, ଆପଣ ଗୋଟେ ପରାମର୍ଶ ଆସିଲା, ଯୋଉ ପରାମର୍ଶରେ ଆପଣ ସଂକୀର୍ଣ୍ଣ ହେଉଛନ୍ତି, ଆପଣଙ୍କୁ ଆପଣ ବିସ୍ତାରିତ ହେଇପାରୁନାହାନ୍ତି, ସେତେବେଳେ ଆପଣ ଜାଣିବେ ସେଇଟା ମନ୍ଦ ପରାମର୍ଶ। ତାପରେ ଏମିତି କୌଣସି ବ୍ୟକ୍ତି ନାହିଁ ସେ ବୁଝିପାରେ ନାହିଁ କୋଉ ପରାମର୍ଶ ତାର ବ୍ୟକ୍ତିଗତ ଅହଂ ସ୍ୱାର୍ଥକୁ ସାବ୍ୟସ୍ତ କରୁଛି, କୋଉ ପରାମର୍ଶ ମାଙ୍କୁ ପ୍ରତିଷ୍ଠା କରୁଛି, କୋଉ ପରାମର୍ଶ ତାକୁ ବିଶାଳତା ବିସ୍ତାରତା ଆଡକୁ ନଉଛି। କିନ୍ତୁ ଲୋକ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନିଜର କ୍ଷମତା ଦରକାର ହୁଏ, କାହାର ଅର୍ଥ ଦରକାର ହୁଏ, ଏଇ ସବୁ ଜିନିଷ ପାଇଁ ସେମାନେ କଣ କରନ୍ତି? ସେଇ ପରାମର୍ଶ ଗୁଡିକୁ ଭଲ ବୋଲି ମନେ କରନ୍ତି। ଯଦି ଆମେ ଗୋଟେ ମଜା କଥା, ଆ, ଏଠି ଲେଖ, ତୁମ ଚାରିପଟେ ଥିବା ଲୋକମାନଙ୍କ କ୍ରିୟାକଳାପ ଗୁଡିକ ଦ୍ଵାରା ପ୍ରଭାବିତ ନ ହୁଅ। ଏମିତି ବି ଲୋକ ଥାନ୍ତି, ଆପଣ ଦେଖିବେ ସେମାନେ ଛଳନାର ଏକ ଗନ୍ତା ଘର, ମିଥ୍ୟାର ଏକ ପ୍ରତିମୂର୍ତ୍ତି ପ୍ରତୀକ। ତାଙ୍କ ଭିତରେ ଏତେ ସୁନ୍ଦର ଭାବରେ ସେମାନେ ବାହାରକୁ ଦେଖେଇ ହେବେ, ଆପଣ ତାଙ୍କୁ ବୁଝିବା ତାଙ୍କ ସହଜ ହୁଏ ନାହିଁ, ତାଙ୍କ ପ୍ରଭାବରେ ପଡିଯିବା ସହଜ ହୁଏ। ଆମେ ଥରେ ମଜାରେ କଥା ହଉଥିଲୁ, ମାମୁଁ ତ ନାହାନ୍ତି, ମାମୁଁ ଦିନେ କଥା ହଉ ହଉ ମାମୁଁ ସହିତ କଥା ହଉଥିଲୁ, ମାମୁଁ ପଚାରିଲେ ସେ ଯୋଉ ନାର୍କୋ ଟେଷ୍ଟ ହୁଏ, ଆମେ କଥା ହଉ ହଉ କଥା ପ୍ରଭାବ ପଡିଲା, କହିଲେ, ସେ ନାର୍କୋ ଟେଷ୍ଟ ଟା କଣ କେମିତି ହୁଏ? ମୁଁ କହିଲି, ଆଜ୍ଞା ମାମୁଁ, ନାର୍କୋ ଟେଷ୍ଟରେ ଯିଏ ମିଛ କହୁଥିବ ସେ ଧରା ପଡେ। କେମିତି ଧରା ପଡେ? ତାର ସବୁ କ୍ରିୟା ଗୁଡାକ କହିଲେ, କାହିଁକିନା ସେଥିରେ ସିଏ ସତ, ଆପଣ ଯେତେବେଳେ ସତ କହିବେ ସେ ସମୟରେ ଆପଣଙ୍କର ସ୍ପନ୍ଦନ ଗୁଡିକୁ ସେ କଣ କରେ, ଆଗ ରେକର୍ଡ କରେ। ଆପଣଙ୍କର ହାର୍ଟବିଟ୍ ଠୁ ଆରମ୍ଭ କରି ବ୍ରେନ୍ ମ୍ୟାପିଂ, ଆପଣଙ୍କର ନର୍ଭର ଯୋଉ ଇମ୍ପଲ୍ସ ଯାଉଛି, ଆପଣଙ୍କ ଶରୀରରେ ଯୋଉ ପ୍ରତିକ୍ରିୟା ରହୁଛି, ଏ ସବୁର ଗୋଟେ ରେକର୍ଡିଂ ରହେ। ତାପରେ ଆପଣଙ୍କୁ ଯୋଉ କୋଶ୍ଚିନ୍ର ଉତ୍ତର ସେମାନେ ଚାହାନ୍ତି ତାକୁ ପଚାରନ୍ତି, ଆପଣ ଯୋଉ ଉତ୍ତର ଦେବେ ସେଇଟା ସେଇ ସ୍ପନ୍ଦନ ସହିତ ସେ ମ୍ୟାଚ୍ କରେ। ଯଦି ସେ ସ୍ପନ୍ଦନ ସହିତ ଠିକ ରହିଲା, ତାହେଲେ ସେ କହିଲା ଏଇଟା ହଉଛି ଠିକ, ଆଉ ଯଦି ସେ ତା ସହିତ ମିଶିଲା ନାହିଁ, ତାହେଲେ ସେ କହିଲା ଏଇଟା ହଉଛି ସେ ମିଛ କହୁଛି। ଏଇଠି କଥା କାହିଁକି ଉଠିଲା ନା, ଯିଏ ଛଳନା କରୁଥିବ ସେମାନେ ଛଳନାରେ ଏମିତି ବୁଡି ଯାଇଥାନ୍ତି, ଯୋଉମାନେ ମିଥ୍ୟାଚାରରେ ରହିଥାନ୍ତି ସେମାନେ ମିଥ୍ୟାରେ ଏମିତି ବୁଡି ଯାଇଥାନ୍ତି, ତାଙ୍କ ରକ୍ତ ରକ୍ତରେ, ତାଙ୍କ କୋଷ କୋଷରେ ମଧ୍ୟ ମିଥ୍ୟାଚାର ଛଳନା ଜଡ଼ିତ ହେଇ ରହିଥାଏ। ସେମାନଙ୍କୁ ଏଇ ନାର୍କୋ ଟେଷ୍ଟ କାମ ଦବ ନାହିଁ, ସେ ମେସିନ ଫେଲ। କାରଣ ସିଏ ସତ କହିବାକୁ ଯୋଉଟା ତାଙ୍କ ନାଁ ପଚାରିଲେ ବି ସେଇଟା ବି ସେ ମିଛ କହିବେ, ଏବଂ ସେଇଟା ସତ୍ୟ ବୋଲି ମନେକରି ତୁମର ମେସିନ ଫେଲ ହେଇଯିବ। ତେଣୁ ଅନେକ ପ୍ରକାରର ଲୋକ ଆମ ଚତୁଃପାର୍ଶ୍ୱରେ ରହିଛନ୍ତି, ସେମାନଙ୍କ କ୍ରିୟାକଳାପ ଗୁଡିକ ଯେମିତି ପ୍ରଭାବିତ ନ ହୁଅ ତାକୁ ଦେଖିବାକୁ ପଡିବ। ଦେଖନ୍ତୁ, ଏଇଠି ବେଳେ ବେଳେ ଆଉ ଗୋଟେ କଥା ଆସେ, ଗୋଟେ ବିସ୍ତାରତା ବିଶାଳତା କାମ ଭିତରେ ମଧ୍ୟ ବେଳେ ବେଳେ ଆପଣ ପ୍ରଭାବିତ ହେଇଯାଆନ୍ତି। ଦେଖନ୍ତୁ, ଆମ ଜୀବନର ଲକ୍ଷ୍ୟ କଣ, ତା ସମ୍ବନ୍ଧରେ ସଚେତନ ରହିବା ଦରକାର। ଏଠି ବାରମ୍ବାର କାହିଁକି କହୁଛି, ଦେଖନ୍ତୁ, ମନେ କରାଯାଉ ଆପଣ ଗୋଟେ ଅନୁଷ୍ଠାନ ରହିଛନ୍ତି, ଆପଣ ଗୋଟେ ସାମୂହିକ କାର୍ଯ୍ୟ ଯୋଉଠି ସେଥିରେ ଭାଗ ନେଉଛନ୍ତି, ସେତେବେଳେ ସେତେବେଳେ ମଧ୍ୟ ଆପଣଙ୍କର ସେଇ ଯୋଉ ସାମୂହିକ କାର୍ଯ୍ୟରେ ଆପଣ ଭାଗ ନେବା ଦରକାର କି ନାହିଁ? କଣ ହେଲା, ଏଇଟା ତ ବିଶାଳତା, ଏଇଟା ତ ବିସ୍ତାରତା, ଏଇଟା ତ ସଂକୀର୍ଣ୍ଣତା ସ୍ୱାର୍ଥପରତା ନୁହଁ। କିନ୍ତୁ ସେଇ ଯୋଉ କଲେକ୍ଟିଭ ୱାର୍କରେ ଆପଣଙ୍କର ଭାଗିଦାର ଆବଶ୍ୟକ କି ନାହିଁ, ସେଇଟା ଜାଣିବେ କେମିତି? ଆପଣଙ୍କୁ ଜଣେ ବ୍ୟବହାର କରୁନି ତ? ଏଇଟା ଗୋଟେ ଭାରି କ୍ରିଟିକାଲ କଥାଟେ। ମୁଁ ଏଇଟା ଆପଣଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁନାହିଁ, କାରଣ ଏଇଟା ନିଜସ୍ୱ ଅନୁଭବରୁ ଆପଣ ଜାଣିବା ଉଚିତ। କାହିଁକିନା କୋଉଟା ଗୋଟେ ମାପକାଠି ଦେଇକି ମୁଁ କହିପାରିବି ନାହିଁ, କହିବା ବି ଠିକ ହେବ ନାହିଁ।
ବେଳେ ବେଳେ ଏଇଟା ମନେ ରଖନ୍ତୁ, ମୁଁ ଏଇଟା କାହିଁକି କହୁଛି, ବେଳେ ବେଳେ କଲେକ୍ଟିଭ ୱାର୍କ ପାଇଁ ଆପଣଙ୍କୁ ଡକା ହେଇଛି ଏବଂ ଆପଣ ଯାଇଛନ୍ତି, କିନ୍ତୁ ଆପଣ ସେଠି ବ୍ୟବହୃତ ହେଇଯାଇଛନ୍ତି। ଆପଣଙ୍କର ଜୀବନର ଲକ୍ଷ୍ୟ ହିସାବରେ ଆପଣ ସେଠି ଫିଟ୍ ନୁହନ୍ତି, ଆପଣ ସେଟା କରିବା କଥା ନୁହେଁ। ଏମିତି ବି ସମ୍ଭବ ହେଇପାରେ। କାହିଁକି ନା ଲୋକମାନେ ସେମାନେ ଦେଖନ୍ତି, ଆ ପୂର୍ବରୁ ଆମେ ଯୋଉ କଥା ହଉଥିଲେ, ଆପଣଙ୍କର କୋଉଥିରେ ଦୁର୍ବଳତା ରହିଛି, ସେ ଦୁର୍ବଳତାକୁ ସେମାନେ ବ୍ୟବହାର କରିନିଅନ୍ତି। ମାଙ୍କ କାମ ନେଇ ହଉ ବା କଲେକ୍ଟିଭ ୱାର୍କ ନେଇକି ହଉ, ସେ ଆପଣଙ୍କୁ ବ୍ୟବହାର କରିନିଅନ୍ତି। ଆପଣଙ୍କର ଲକ୍ଷ୍ୟ ପାଇଁ ସେଗୁଡ଼ିକର ଆବଶ୍ୟକ ଅଛି କି ନାହିଁ, ଆପଣ ସେତିକି ବେଳେ ଜାଣିପାରିବେ ଯେତେବେଳେ ଆପଣ ମାଙ୍କ ସହିତ ସମ୍ପର୍କରେ ରହିବେ ବା ରହିବା ପାଇଁ ସବୁବେଳେ ଚେଷ୍ଟିତ ଥିବେ, ରହୁଥିବେ। ତେଣୁ ଅନ୍ୟମାନଙ୍କ ଲୋକଙ୍କର ଯୋଉ କ୍ରିୟାକଳାପ ଦ୍ୱାରା ପ୍ରଭାବିତ ହେବେନି। କିଏ ସିଏ ଏମିତି କରିଥିଲା ତେଣୁ ଭଲ ରହିଥିଲା, ମୁଁ ସେମିତି କରିବି, ସେମିତି ନୁହେଁ। ଏବଂ ଛଳନା ଯୁକ୍ତ ଲୋକ, ମିଥ୍ୟାଚାରରେ ଥିବା ଅହଙ୍କାରୀ ଲୋକ, ସ୍ୱାର୍ଥପର ଲୋକ, ଏସବୁଥିରୁ ଟିକେ ଦୂରେଇ ରହିବା। ତାପରେ ଯୋଉ କହନ୍ତିନି ଯେ ଯୋଉମାନେ ସରଳ ବୋଲି ଆମେ କହୁ, ସେମାନେ ପ୍ରକୃତରେ ବୋକା ଭଳିଆ ହୁଏ। ସେମାନେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହେଇକି ସବୁ କାର୍ଯ୍ୟ କରନ୍ତି। ସେଇଥିପାଇଁ ମାଧିଆ ଭାଇ ସବୁଥିରେ ହୋଇ ହୋଇ। ସରଳ ବ୍ୟକ୍ତି ସିଏ ନୁହଁ। ସରଳ ବ୍ୟକ୍ତି ହଉଛି କେବଳ ଯିଏ ଅନ୍ତରାତ୍ମାର କଥା ଶୁଣୁଥିବ, ସେଇ ଅନୁସାରେ ତାର ଭିତର ଯାହା ବାହାର ସେୟା, ସେଇ ହିସାବରେ ପ୍ରକାଶ କରୁଥିବ। କିନ୍ତୁ ଭିତର ଯାହା ବାହାର ସେୟା ଅର୍ଥ ଏୟା ନୁହଁ ଯେ ମୁଁ ଭିତରେ ପ୍ରତିକ୍ରିୟା କରିଲି ତେଣୁ ବାହାରେ ତାକୁ ପ୍ରତିକ୍ରିୟା ପ୍ରକାଶ କରିଦେଲି, ଏ ଅର୍ଥରେ କୁହାଯାଏ ନାହିଁ। ତାହେଲେ ମା କହୁଛନ୍ତି ଯଦି ଏଇ ସବୁ କରିବ, ତାହେଲେ ତେବେ ତୁମେ ନିଶ୍ଚୟ ତୁମ ପାଇଁ ଏପରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ ଯାହାକୁ କିଛି ସ୍ପର୍ଶ କରିପାରିବ ନାହିଁ। ଏବଂ ଏହା ଆଉ ତୁମର ବାହ୍ୟ ପରିସ୍ଥିତି ଉପରେ ଆଦୌ ନିର୍ଭର କରିବ ନାହିଁ। ତୁମେ ଯେଉଁ ସାଂସାରିକ ପରିସ୍ଥିତିରେ ବଞ୍ଚୁଛ କିମ୍ବା ତୁମେ ଯେଉଁ ସାଂସାରିକ ଅବସ୍ଥାରେ ରହୁଛ, ତାହା ଆଉ ତୁମ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ। ଏଠି ଆମେ ଆଗରୁ ବି କଥା ହେଇଛନ୍ତି, ଆମେ ଜାଣିଛନ୍ତି ଆମେ ଯୋଉ ପରିବେଶ ପରିସ୍ଥିତିରେ ରହୁ, ସେ ପରିବେଶ ଆମକୁ ସବୁବେଳେ ପ୍ରଭାବିତ କରେ। ଏବଂ ଏକଥା ମଧ୍ୟ ଜାଣିଛନ୍ତି, ମୋର ଅଗ୍ରଗତି ଅନୁସାରେ ଯଦି ମୁଁ ସଂକଳ୍ପ କରିଛି, ଯଦି ଗୋଟେ ବ୍ୟକ୍ତି ସଂକଳ୍ପ କରିଛି ମାଙ୍କୁ ଯନ୍ତ୍ର ହବ, ମାଙ୍କୁ ପରିପ୍ରକାଶ କରିବ, ତେବେ ତାର ଆବଶ୍ୟକ ଅନୁସାରେ ବାହ୍ୟ ପରିସ୍ଥିତି ତିଆରି ହୁଏ। ତେଣୁ ଯେତେବେଳେ ମୁଁ ନିଜେ ନିଜର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବି ବା କରିବା ପାଇଁ ଚେଷ୍ଟା କରି ଲାଗି ରହିବି, ତାର ଦେଖିବେ ଯେ ବାହ୍ୟ ପରିସ୍ଥିତି ଆଉ ତୁମକୁ ବଦଳେଇ ଦବ ନାହିଁ, ତୁମକୁ ହଇରାଣ କରିବ ନାହିଁ। ତୁମେ ସାଂସାରିକ ପରିସ୍ଥିତିରେ ବଞ୍ଚୁଥାଅ, ଯାହା କରୁଥାଅ, ସଂସାର ଭିତରେ ଥାଅ ନଥାଅ, ସେ କିଛି ତୁମକୁ ପ୍ରଭାବ ପକାଇ ପାରିବ ନାହିଁ। ଇଏ ଗୋଟେ ବିରାଟକାୟ ଅବସ୍ଥା, ଅତି ଉଦ୍ଧର୍ତ୍ତନ ଅବସ୍ଥା। ମୁଁ ଏତେ କଥା ତ ଆଲୋଚନା ଭିତରେ ମୋର ପୁରା ମନେ ପଡୁଛି, କେମିତି ମାମୁଁ ଏ ସବୁଥିରେ ଉର୍ଦ୍ଧ୍ୱରେ ଥାନ୍ତି। ସବୁଥିରେ ସବୁ କଥା ଟିକ ଜାଣିଛନ୍ତି। ସମସ୍ତ ବ୍ୟକ୍ତିଙ୍କର ପ୍ରବୃତ୍ତି, ଗତିବୃତ୍ତି, ତାଙ୍କର ଚିନ୍ତାଧାରା ସବୁ ସେ ଜାଣନ୍ତି, କିନ୍ତୁ କିଛି ତାଙ୍କୁ ପ୍ରଭାବ ପକାଏନି। କିଛି ପ୍ରଭାବ ପକାଏନି। କିଛି ପ୍ରଭାବ ପକାଏନି। କାରଣ ତୁମେ ଏତେବେଳେ ତୁମ ନିଜର ଆଧ୍ୟାତ୍ମିକ ପରିବେଶ ଭିତରେ ନିରାପଦରେ ରହିପାରିଛ। ଏବଂ ଏହି ଭାବରେ ତୁମେ ତୁମର ଏ ପରିବେଶଟିକୁ ଲାଭ କରିପାରିବ। ତୁମକୁ ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଜୀବନ ଆଡକୁ ନିଜ ଜୀବନକୁ ସଳଖି ଦେବାକୁ ହବ। ଏଇ ଲାଇନ ଟା ମନେ ରଖିବେ। ଆପଣଙ୍କର ସବୁ କାର୍ଯ୍ୟକୁ, ସବୁ ଆପଣଙ୍କର ଜୀବନକୁ ଆଧ୍ୟାତ୍ମିକ ଜୀବନ ଆଡକୁ ସଳଖି ଦେବେ। ଏବଂ ଆଧ୍ୟାତ୍ମିକ ଜୀବନ ଆଡକୁ ଯେତେବେଳେ ଆପଣ ସଳଖି ଦଉଛନ୍ତି, ଆପଣଙ୍କ ପାଇଁ ଯାହା ସର୍ବଶ୍ରେଷ୍ଠ, ଯାହା ସର୍ବୋତ୍ତମ, ତାହା ହିଁ କରାଯିବ। ତାହା ହିଁ କରାଯିବ। ଏଇଟା ଶେଷ ଲାଇନରେ ରହିଛି, କିନ୍ତୁ ଏଇଟା ଦେଖନ୍ତୁ, ଏଇଟା ସାରାଂଶଟି। ମା ଲେଖୁଛନ୍ତି ସେହି ଜୀବନରେ ବଞ୍ଚିବା ପାଇଁ। କୋଉ ଜୀବନରେ? ଏଠି ଯୋଉ କହିଲେ ଆଧ୍ୟାତ୍ମିକ, ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଜୀବନ ଆଡକୁ ସଳଖି ଦବ। ଏଇ ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକ ଜୀବନ ବଞ୍ଚିବାରେ ଯେଉଁ ବହି ଆଲୋକ ଦେଖାଇ ପାରିବ, ସେଇ ସବୁ ବହି ପଢ। ସେଇ ଦିଗକୁ ନେଇଯିବାରେ ଯେଉଁ ସବୁ କର୍ମ ତୁମକୁ ସାହାଯ୍ୟ କରିବ, ସେଇ ସବୁ କର୍ମ କର। ଏଇଠି ଆଉ ଥରେ କହିବି,
ଆମକୁ ଆମ ଜୀବନର ଲକ୍ଷ୍ୟକୁ ଭୁଲି ଯିବା ନାହିଁ। ବାରମ୍ବାର ମାଙ୍କୁ କହିବା ଯେ ମା, ମୋ ଚତୁଃପାର୍ଶ୍ଵରେ କିଭଳି ପରିବେଶଟେ ସୃଷ୍ଟି ହବ ସେ ଦାୟିତ୍ଵ ତୁମର। ମା ମତେ ତୁମର କରିନିଅ, ମୁଁ ତୁମକୁ ହିଁ ପରିପ୍ରକାଶ କରିବାକୁ ଚାହେଁ। ମା କହୁଛନ୍ତି ଏମିତି ଏମିତି କଥା, ତାହେଲେ ଯାଇ ତୁମେ ତୁମର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ। ଏତେ ଡିଟେଲ୍ସ, ଆଉ କେତେ ଡିଟେଲ୍ସ ମା କହିବେ? ଆମେ ସାରିବା। Ma, thank you, Aruba.